ଚାଲନ୍ତୁ ଆଜି ଜାଣିବା ପୁରୀ ରାଜା ଦିବ୍ୟସିଂହ ଦେବଙ୍କ ଜୀବନ କାହାଣୀ। ସେ 6 ଫେବୃଆରୀ 1953 ମସିହାରେ ପୁରୀର ଭୋଇ ରାଜ ବଂଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଗଜପତି ମହାରାଜ ବୀରକିଶୋର ଦେବ ଏବଂ ମାତା ଥିଲେ ମହାରାଣୀ ସୂର୍ଯ୍ୟମଣି ପଟ୍ଟମହାଦେଇ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ପୁରୀର ପ୍ଲେସମେଣ୍ଟ ସାକ୍ରାମେଣ୍ଟ ସ୍କୁଲରେ ହୋଇଥିଲା। ପରେ ସେ ରାଜକୁମାର କଲେଜରୁ ରାୟପୁରରେ ଶିକ୍ଷା ଗ୍ରହଣ କରିଥିଲେ। କିନ୍ତୁ ମାତ୍ର 17 ବର୍ଷ ବୟସରେ ତାଙ୍କ ଜୀବନ ହଠାତ୍ ବଦଳିଗଲା। 1970 ମସିହାରେ ତାଙ୍କ ପିତା ବୀରକିଶୋର ଦେବଙ୍କ ଦେହାନ୍ତ ପରେ ଏତେ କମ ବୟସରେ ହିଁ ତାଙ୍କ ଉପରେ ପଡ଼ିଲା ଶତାବ୍ଦୀ ପୁରୁଣା ଗଜପତି ପରମ୍ପରାର ଗୁରୁ ଦାୟିତ୍ୱ। ଆଉ ସେ ହେଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଚତୁର୍ଥ। କିନ୍ତୁ ଗଜପତି ହେବା ପରେ ମଧ୍ୟ ସେ ନିଜର ପାଠପଢ଼ା ଛାଡ଼ି ନଥିଲେ। ଦିଲ୍ଲୀର ପ୍ରସିଦ୍ଧ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ହିଷ୍ଟ୍ରିରେ ଅନର୍ସ, ୟୁନିଭର୍ସିଟି ଅଫ୍ ଦିଲ୍ଲୀରୁ ଲ ଡିଗ୍ରୀ ଏବଂ ପରେ ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ LLM ଅଧ୍ୟୟନ କରିଥିଲେ। ଏହାପରେ 1978 ମସିହାରେ ସେ ମହାରାଣୀ ଲୀଳାବତୀ ପଟ୍ଟମହାଦେଇଙ୍କୁ ବିବାହ କରିଥିଲେ, ଯିଏ ଜମ୍ମୁର ଏକ ରାଜପରିବାର ସହ ଜଡ଼ିତ। ସେମାନଙ୍କ 4 ଜଣ କନ୍ୟା ଦିବ୍ୟଜ୍ୟୋତି, ଦେବୟାନୀ, ଦେବିକା ଆଉ ଦେବୀଶୀ। 1970ରୁ ଆଜି ପର୍ଯ୍ୟନ୍ତ ସେ ପୁରୀର ଗଜପତି ପରମ୍ପରାର ପ୍ରତିନିଧିତ୍ୱ କରିଆସିଛନ୍ତି। ଆଉ ପୁରୀର ଗଜପତି ମହାରାଜଙ୍କ ସ୍ଥାନ ଯେତେ ଉଚ୍ଚ ହେଉନା କାହିଁକି, ତାଙ୍କର ମଧ୍ୟ ରାଜା ଅଛନ୍ତି, ରାଜାଧିରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେଇଥିପାଇଁ ଗଜପତି ନିଜକୁ ମହାପ୍ରଭୁଙ୍କ ସେବକ ଭାବେ ମାନନ୍ତି ଆଉ ରଥଯାତ୍ରାରେ ନିଜ ହାତରେ କରନ୍ତି ଛେରା ପହଁରା। ସବସ୍କ୍ରାଇବ ଫର ମୋର ଭିଡିଓ ଲାଇକ ଦିସ୍। ଜୟ ଜଗନ୍ନାଥ।